ଜାଣୁ ଯେ ତାଙ୍କର ମୃତ୍ୟୁ ହେଇଥିଲା ଚେନ୍ନାଇରେ ଏବଂ ସେ 52 AD ରେ ଆସିଥିଲେ ଭାରତ ବର୍ଷକୁ ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କର ବାକ୍ୟ ପ୍ରଚାର କରିବା ପାଇଁ, ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କର ପ୍ରେମର ବାର୍ତ୍ତା ସମସ୍ତଙ୍କୁ ଜଣେଇବା ପାଇଁ। ସେଇ ଦିନକୁ ତାଙ୍କର ଯୋଉ ମୃତ୍ୟୁ ଦିବସକୁ ସ୍ମରଣ କରୁ କରୁ ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କର ଅନୁଗାମୀ ମାନେ ଭାରତ ବର୍ଷରେ ଇରେସ୍ପେକ୍ଟିଭ ଅଫ ସମସ୍ତ ଜାତି ଧର୍ମ ବର୍ଣ୍ଣ ଧର୍ମ ମାନେ ନିର୍ବିଶେଷରେ ଏହାକୁ ପାଳନ କରିବା ପାଇଁ ଚେଷ୍ଟା କରିଥାନ୍ତି। ତେଣୁ ଆଜି ଆମମାନେ ମଧ୍ୟ ସେଇ ଦିବସକୁ ସ୍ମରଣ କରୁଛୁ। ପୁଣି ସେଇ ପ୍ରଭୁଙ୍କର 12 ଜଣ ଶିଷ୍ୟ ମାନଙ୍କ ମଧ୍ୟରୁ ଜଣେ ଶିଷ୍ୟ ଆମର ଭାରତ ଦେଶକୁ ଆସି ଯୋଉ ସମସ୍ତ କାର୍ଯ୍ୟ କରି 7ଟି ମଣ୍ଡଳୀ ସ୍ଥାପନ କରି ପରିଶେଷରେ ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କ ନିମନ୍ତେ ଶହୀଦ ହେଇଥିଲେ, ତାଙ୍କୁ ବ୍ରାହ୍ମଣ ମାନେ ମାରି ଦେଇଥିଲେ ସେ 72 ଶତାବ୍ଦୀରେ ଚେନ୍ନାଇରେ। ତାକୁ ଆମେ ଆଜି ସ୍ମରଣ କରୁଅଛୁ। ସେଇ ପ୍ରକାର ଆଜି ଅନେକ ଖ୍ରୀଷ୍ଟଙ୍କର ଭକ୍ତ ଦାସ ଦାସୀ ମାନେ, ଖ୍ରୀଷ୍ଟଙ୍କର ଅନୁଗାମୀ ମାନେ, ବିଶ୍ୱାସିନୀ ମାନେ ଅନେକ ଖ୍ରୀଷ୍ଟଙ୍କ ନିମନ୍ତେ ଖ୍ରୀଷ୍ଟଙ୍କ ସକାଶେ ପ୍ରାଣ ତ୍ୟାଗ କରୁଅଛନ୍ତି, ତାଡ଼ନା ପ୍ରାପ୍ତ ହେଉଅଛନ୍ତି। ନିର୍ମମ ଭାବେ ଲୋକମାନେ ଅନ୍ୟ ଜାତିର ଲୋକମାନେ ହତ୍ୟା କରୁଛନ୍ତି। ତେଣୁ ସମସ୍ତଙ୍କ ନିମନ୍ତେ ସ୍ମରଣ କରୁ କରୁ ଆମେ ପ୍ରାର୍ଥନା କରିବା ଏବଂ ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କର ବାକ୍ୟରୁ ଗୋଟିଏ ଅଂଶ ପାଠ କରି ପ୍ରାର୍ଥନା ପୂର୍ବକ ଆରମ୍ଭ କରିବା। ଗୀତ ସଂହିତା 122ର 6 ପଦ ଟିକେ ପାଠ କରିବା। ସମସ୍ତଙ୍କର ହୁଏତ ଜଣାଶୁଣା ଥିବ। ଲେଖା ଅଛି, ଜେରୁସାଲେମର ଶାନ୍ତି ପାଇଁ ପ୍ରାର୍ଥନା କର। ସେଇ ବାକ୍ୟଟି ଆମେ ଆଲୋଚନା କରିବା। ତେଣୁ ଆସୁ ପଦେ ପ୍ରାର୍ଥନା କରିବା। ପ୍ରିୟ ପ୍ରଭୁ, ତୁମରି ପବିତ୍ର ବାକ୍ୟ ନିମନ୍ତେ ଆମେ ତୁମର ଧନ୍ୟବାଦ କରୁଅଛୁ ଏବଂ ତୁମରି ପବିତ୍ର ଦାସ ଦାସୀ ମାନଙ୍କ ନିମନ୍ତେ ଆମେ ସ୍ମରଣ କରୁଛୁ ତୁମରି ନାଶକରେ ଶହୀଦ ହେଇଛନ୍ତି। କାରଣ ତୁମେ ଆମମାନଙ୍କର ନିମନ୍ତେ ପୁଣି ଜଗତ ପ୍ରତ୍ୟେକଙ୍କ ନିମନ୍ତେ କାଲବରୀ କ୍ରୁଶ ଉପରେ ପ୍ରଥମରେ ପ୍ରଭୁ ଶହୀଦ ହେଲ, କ୍ରୁଶାର୍ପିତ ହେଲ, ପ୍ରାଣ ତ୍ୟାଗ କଲ, କବରସ୍ଥ ପୁଣି ତୃତୀୟ ଦିନରେ ପୁନରୁତ୍ଥିତ ହୋଇ ଆଜି ପିତାଙ୍କ ପାଖ ଦକ୍ଷିଣ ପାଖରେ ବସି ଆମମାନଙ୍କ ନିମନ୍ତେ ପ୍ରଭୁ ପ୍ରାର୍ଥନା କରୁଅଛୁ ଅନବରତ। ଯେପରି ଆମେ ସମସ୍ତେ ପ୍ରାର୍ଥନାରେ ଜାଗି ରହିବୁ, ପରୀକ୍ଷାରେ ନ ପଡ଼ିବୁ, କ୍ଳାନ୍ତ ନହିବୁ, ନିରନ୍ତର ପ୍ରାର୍ଥନା କରିବୁ ଏବଂ ତୁମରି ଦ୍ୱିତୀୟ ଆଗମନରେ ତୁମ ରାଜ୍ୟରେ ଗୃହୀତ ହେବା ପାଇଁ ଯୋଗ୍ୟ ବିବେଚିତ ହେଇପାରିବୁ। ଏଥିପାଇଁ ନିଜ ନିଜକୁ ପ୍ରସ୍ତୁତ କରିବା ପାଇଁ ତୁମେ ଆମମାନଙ୍କୁ ସଦା ସର୍ବଦା ପ୍ରଭୁ ଚେତାବନୀ ଦେଉଅଛ। ସେଥିପାଇଁ ତୁମକୁ ଧନ୍ୟବାଦ ଦଉଛୁ। ଆଜିର ବାକ୍ୟ ଯାହା ଜେରୁସାଲେମର ଶାନ୍ତି ପାଇଁ ପ୍ରାର୍ଥନା କରିବା ଉଦ୍ଦେଶ୍ୟରେ ତୁମେ ଆମମାନଙ୍କୁ ଯୋଉ ଆଦେଶ ଦେଇଅଛ ତା ବିଷୟରେ ଶୁଣିବା ପାଇଁ ଆମେ ଯାଉଅଛୁ। ଏ ପବିତ୍ର ଆତ୍ମା ରୂପୀ ଈଶ୍ୱର, ତୁମେ ଆମମାନଙ୍କର ବକ୍ତା ହୁଅ, ତୁମେ ଆମମାନଙ୍କୁ କଥା କୁହ ଏବଂ ଏ ବାକ୍ୟର ସତ୍ୟତା, ନିଗୁଢ଼ ତତ୍ତ୍ୱ ଓ ରହସ୍ୟ ବୁଝିବା ପାଇଁ ତୁମେ ଆମମାନଙ୍କୁ ସାହାଯ୍ୟ କର। ସକଳ ଗୌରବ ମହିମା କର୍ତ୍ତାପଣ ଯୁଗେ ଯୁଗେ ତୁମର ହଉ, ଯୀଶୁଙ୍କ ପ୍ରିୟ ନାମରେ ମାଗୁଅଛୁ, ଆମେନ୍। ପ୍ରେଜ୍ ଦ ଲର୍ଡ। ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ। ଆଉଥରେ ଗୀତ ସଂହିତା 122ର 6 ପଦରେ ଆମେ ଦେଖୁଛୁ ଯେ ଜେରୁସାଲେମର ଶାନ୍ତି ପାଇଁ ପ୍ରାର୍ଥନା କର, এই ବିଷୟଟି ଲେଖା ଅଛି। ଜେରୁସାଲେମ ପରମେଶ୍ୱରଙ୍କର ଗୋଟେ ପବିତ୍ର ନଗରୀ ଅଟେ। ଏହାକୁ ଦାଉଦଙ୍କ ନଗର ବୋଲି ମଧ୍ୟ କୁହାଯାଇଥାଏ। ବିଶ୍ୱର 3ଟି ପ୍ରମୁଖ ଧର୍ମ ସମ୍ପ୍ରଦାୟ ତଥା ଜିହୁଦୀ ଧର୍ମ, ଖ୍ରୀଷ୍ଟ ଧର୍ମ ଓ ଇସଲାମ ଧର୍ମ ନିମନ୍ତେ ଜେରୁସାଲେମ ଏକ ପବିତ୍ର ନଗର ରୂପେ ପରିଚିତ। ଏହି ପବିତ୍ର ନଗରୀର କେତେକ ବିଶେଷତ୍ୱତା ରହିଅଛି। ସେଗୁଡ଼ିକ ଆମେ ସମସ୍ତେ ପ୍ରାୟ ଜାଣୁ। ସେଗୁଡ଼ିକ ହେଲା ଧର୍ମୀୟ ବିଶେଷତ୍ୱ, ଐତିହାସିକ ବିଶେଷତ୍ୱ, ରାଜନୈତିକ ବିଶେଷତ୍ୱ ଏବଂ ଭାବବାଦୀୟ ବିଶେଷତ୍ୱତା। ଜିହୁଦୀ ଧର୍ମର ଲୋକମାନଙ୍କ ନିମନ୍ତେ ଜେରୁସାଲେମ ଏକ ଅତି ପବିତ୍ର ନଗରୀ ଅଟେ। ଖ୍ରୀଷ୍ଟିଆନ ମାନଙ୍କ ନିମନ୍ତେ ଏହି ନଗରୀ ଏକ ଆତ୍ମିକ ଏବଂ ପବିତ୍ର ସ୍ଥାନର କେନ୍ଦ୍ରସ୍ଥଳ ଅଟେ। ପୁଣି ଇସଲାମ ଧର୍ମର ଲୋକମାନଙ୍କ ନିମନ୍ତେ ଜେରୁସାଲେମ ହେଉଛି ତୃତୀୟ ପବିତ୍ର ନଗର ଅଟେ। ବାଇବେଲର ଭାବବାଣୀ ଗୁଡ଼ିକ ମଧ୍ୟରେ ଅନେକ ଭାବବାଣୀ ଜେରୁସାଲେମ ବିଷୟରେ କୁହାଯାଇଅଛି। ଏହା ଇସ୍ରାଏଲର ରାଜଧାନୀ ଅଟେ, କାରଣ ଦାଉଦ ରାଜା ଯେତେବେଳେ ପ୍ରାୟ ଖ୍ରୀଷ୍ଟପୂର୍ବ 1000 ବେଳକୁ ଜେରୁସାଲେମକୁ ଇସ୍ରାଏଲର ରାଜଧାନୀ ଭାବରେ ସେ ପ୍ରତିଷ୍ଠିତ କରିଥିଲେ। ସେଥିପାଇଁ ଏହି ନଗରକୁ ଦାଉଦଙ୍କ ନଗର ବୋଲିକରି ମଧ୍ୟ କୁହାଯାଏ। ଜିହୁଦୀ ମାନଙ୍କ ଇତିହାସରେ ଏହା ଏକ ଅଭୂତପୂର୍ବ କାର୍ଯ୍ୟ ଅଟେ। ଏହି ପବିତ୍ର ନଗରୀରେ
ରାଜା ସୋଲୋମନ ଏକ ବୃହତ୍ ମନ୍ଦିର ନିର୍ମାଣ କରିଥିଲେ, ଯାହାକୁ ଜେରୁସାଲେମ ମନ୍ଦିର ନାମରେ ବା ଅତି ପବିତ୍ର ମନ୍ଦିର ଭାବରେ ସ୍ୱୀକାର କରାଯାଏ, କାରଣ ଏହି ମନ୍ଦିର ଆରାଧନାର କେନ୍ଦ୍ରସ୍ଥଳ ଅଟେ। ଏହି ମନ୍ଦିରରେ ଯୀଶୁ 12 ବର୍ଷ ବୟସରେ ପଦାର୍ପଣ କରିଥିଲେ, ପଣ୍ଡିତ ମାନଙ୍କ ସହିତ କଥୋପକଥନ କରିଥିଲେ, ପରବର୍ତ୍ତୀ ପର୍ଯ୍ୟାୟରେ ଶିକ୍ଷା ପ୍ରଦାନ କରିଥିଲେ, ପ୍ରଚାର କରିଥିଲେ, ଅନେକ ଆଶ୍ଚର୍ଯ୍ୟ କର୍ମ ସାଧନ କରିଥିଲେ। ପୁଣି ସମୟ ହୁଅନ୍ତେ ଏହି ନଗରୀରେ କୃଷାର୍ପିତ ହୋଇଥିଲେ ଏବଂ ପୁନରୁତ୍ଥିତ ମଧ୍ୟ ହୋଇଥିଲେ। ଏହି ଜେରୁସାଲେମ ଯୀଶୁଙ୍କ ସେବା କାର୍ଯ୍ୟରେ ଏକ କେନ୍ଦ୍ର ସ୍ଥଳ ଥିଲା, ଯାହା ବର୍ତ୍ତମାନ ଖ୍ରୀଷ୍ଟିଆନ ମାନଙ୍କ ନିମନ୍ତେ ଏକ ତୀର୍ଥ ସ୍ଥାନ ପାଲଟି ଯାଇଛି। ଏହି ନଗରୀରେ ଆଦ୍ୟ ମଣ୍ଡଳୀର ଉତ୍ପତ୍ତି ହୋଇଥିଲା। ଜେରୁସାଲେମ ମନ୍ଦିର ପରମେଶ୍ୱରଙ୍କ ବାସସ୍ଥାନ ଓ ତାଙ୍କ ପବିତ୍ର ଉପସ୍ଥିତିକୁ ଅନୁଭବ କରିବାର କେନ୍ଦ୍ର ସ୍ଥାନ ଅଟେ। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ବର୍ତ୍ତମାନ ଏହି ସ୍ଥାନ ଏକ ଯୁଦ୍ଧର ସ୍ଥାନ ପାଲଟି ଯାଇଛି। ହାମାସ ଓ ପଲେଷ୍ଟିୟ ମାନେ ଇସ୍ରାଏଲୀୟ ମାନଙ୍କ ବିରୁଦ୍ଧରେ ଯୁଦ୍ଧ କରୁଛନ୍ତି। ବର୍ତ୍ତମାନ ସୁଦ୍ଧା ଇରାନ, ରାଷିଆ ଓ ଚୀନର ସମର୍ଥନରେ ସେମାନେ ସଙ୍ଗୀ ହୋଇ ଯୁଦ୍ଧ କରୁଅଛନ୍ତି, ଯାହା ବାଇବେଲରେ ଅନେକ ବର୍ଷ ଆଗରୁ ଭବିଷ୍ୟବାଣୀ ଦିଆଯାଇଅଛି। ଏହି ସମୟରେ ବାଇବେଲର ପଦଟି ଯାହା ଗୀତ ସଂହିତା 122:6ରେ ଲେଖା ଅଛି, ଜେରୁସାଲେମର ଶାନ୍ତି ପାଇଁ ପ୍ରାର୍ଥନା କର, ତାହା ଆମମାନଙ୍କ ପ୍ରତ୍ୟେକଙ୍କର କର୍ଣ୍ଣଗହ୍ୱରରେ ଗୁଞ୍ଜନ ହେଉଅଛି। ତେବେ କେତେକ ବିଶେଷତ୍ୱତା ମାନେ ଦେଖିବା। ପ୍ରଥମ ହେଉଛି ପ୍ରାର୍ଥନାର ବିଶେଷତ୍ୱତା। ବାଇବେଲ କୁହେ ନିରନ୍ତର ପ୍ରାର୍ଥନା କର, ପ୍ରଥମ ଥେସଲୋନିକ 5:17 ପଦ। ପୁଣି କୌଣସି ବିଷୟରେ ଚିନ୍ତିତ ନ ହୋଇ ସମସ୍ତ ବିଷୟରେ ପ୍ରାର୍ଥନା କର, ଧନ୍ୟବାଦ ସହ ତୁମମାନଙ୍କ ନିବେଦନ ସବୁ ଈଶ୍ୱରଙ୍କ ନିକଟରେ ଜଣାଅ, ଫିଲିପିଓ 4:6 ପଦ। ଗୁପ୍ତ କୋଠରୀରେ ପ୍ରବେଶ କରି ଦ୍ୱାର ରୁଦ୍ଧ କରି ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କର, ମାଥ୍ୟୁ 6:6। କ୍ଳାନ୍ତ ନ ହୋଇ ସର୍ବଦା ପ୍ରାର୍ଥନା କରିବା ଯେ କର୍ତ୍ତବ୍ୟ, ଲୁକ 18:1 ପଦ। ପୁଣି ଗେଥସିମାନି ନାମକ ଗୋଟିଏ ସ୍ଥାନରେ ଯୀଶୁ ଯେତେବେଳେ ପ୍ରାର୍ଥନା କରୁଥିବା ବେଳେ ଆପଣ ଶିଷ୍ୟମାନଙ୍କୁ କହିଥିଲେ, ପରୀକ୍ଷାରେ ଯେପରି ନ ପଡ ଏଥିପାଇଁ ଜାଗି ରହି ପ୍ରାର୍ଥନା କର, ମାଥ୍ୟୁ 26:41 କ ଅଂଶ। ଏଲିଓ ପ୍ରାର୍ଥନା କଲେ ଆଉ ସଦାପ୍ରଭୁ ପରମେଶ୍ୱର ଅଗ୍ନି ଦ୍ୱାରା ଉତ୍ତର ଦେଲେ, ପ୍ରଥମ ରାଜାବଳୀ 18 ତାର 24 ପଦ ଆଉ 38 ପଦ। ହାନା ପ୍ରାର୍ଥନା କଲେ ଆଉ ସଦାପ୍ରଭୁ ତାହାର ଗର୍ଭ ଦ୍ୱାର ଖୋଲିଦେଲେ, ପ୍ରଥମ ସାମୁଏଲ 1:12 ପଦ। ଦାନିଏଲ ପ୍ରାର୍ଥନା କଲେ ଆଉ ପରମେଶ୍ୱର ସିଂହ ମାନଙ୍କର ମୁଖ ବନ୍ଦ କଲେ, ଦାନିଏଲ 6:10 ପଦ। ଏହିପରି ଅନେକ ଦୃଷ୍ଟାନ୍ତ ଓ ପ୍ରାର୍ଥନାର ବିଶେଷତ୍ୱତା ବାଇବେଲରେ ଉଲ୍ଲେଖ କରାଯାଇଅଛି। ତେବେ ଆମମାନେ ଯେତେବେଳେ ପ୍ରାର୍ଥନା କରୁ, ଆମମାନଙ୍କର ପ୍ରାର୍ଥନା ନିଜ ନିମନ୍ତେ, ନିଜ ପରିବାର ନିମନ୍ତେ, ନିଜ ପିଲାମାନଙ୍କ ନିମନ୍ତେ ଅଥବା ଏକ ନିର୍ଦ୍ଦିଷ୍ଟ ସୀମା ମଧ୍ୟରେ ସୀମିତ ହୋଇ ରହିଯାଏ। ଜେରୁସାଲେମ ନିମନ୍ତେ ଓ ତାର ଶାନ୍ତି ନିମନ୍ତେ ପ୍ରାର୍ଥନା କରିବା ସତେ ଯେମିତି ଆମର ପ୍ରାର୍ଥନା ତାଲିକାରେ ନଥାଏ। ପ୍ରାର୍ଥନା ତାଲିକା ଠାରୁ ସେ ସବୁ ବାଦ ପଡି ଯାଇଥାଏ। ଆମେ ସମସ୍ତେ ଜାଣୁ ଯେ ପ୍ରାର୍ଥନାର ଆବଶ୍ୟକତା ଅତି ଗୁରୁତ୍ୱପୂର୍ଣ୍ଣ ଅଟେ। ପ୍ରାର୍ଥନା କେବଳ ଏକ କ୍ଷୁଦ୍ର ବିନତି ନୁହେଁ, ଏହାର ଅର୍ଥ ଆତ୍ମ ସମୀକ୍ଷା ଓ ପାପ ସ୍ୱୀକାର ଅଟେ। ପ୍ରକାଶିତ 2:23। ପ୍ରାର୍ଥନା ହେଉଛି ଈଶ୍ୱରଙ୍କ ନିକଟରେ ବା ଈଶ୍ୱରଙ୍କ ସମ୍ମୁଖରେ ଆମର ଭଗ୍ନ ଶପଥ ସମୂହ ସ୍ମରଣ କରିବାର ଏକ ସମୟ, ଉପଦେଶକ 5 ତାର 1-6। ଏବଂ ଅନ୍ୟମାନଙ୍କ ବିରୁଦ୍ଧରେ କରିଥିବା ପାପ ବା ଭୁଲର ସ୍ୱୀକାରୋକ୍ତି, ମାଥ୍ୟୁ 5 ତାର 23 ଏବଂ 24 ପଦ। ପ୍ରାର୍ଥନା ପ୍ରକୃତ ଭାବରେ କଣ ଶିଖାଏ ଆମମାନଙ୍କୁ? ନମ୍ରତା ଓ ବଶୀଭୂତତା ଆଡକୁ ଆମକୁ କଢେଇ ନେଇଥାଏ। କାରଣ ଈଶ୍ୱରଙ୍କ ଉପସ୍ଥିତିରେ ଆମେ ଆମର ଅସହାୟ ଅବସ୍ଥା ଓ ତାହାଙ୍କର ପବିତ୍ରତାକୁ ଅନୁଭବ କରିଥାଉ, ଯେଶାୟା 6:1-5। ଏହା ଆମର ନିଃସ୍ୱ ଅବସ୍ଥା ଓ ଈଶ୍ୱରଙ୍କ ବଳ ଓ ଶକ୍ତି ନିମନ୍ତେ ଅନୁରୋଧର ଏକ ପରିପ୍ରକାଶ ଅଟେ। ଈଶ୍ୱର ଏହି ପ୍ରକାର ନୈବେଦ୍ୟରେ ସନ୍ତୁଷ୍ଟ ହୁଅନ୍ତି ଏବଂ ତାହାଙ୍କ ଅଗ୍ନି ନିଶ୍ଚିତ ଭାବେ ସେମାନଙ୍କ ଉପରେ ଆସିବ ଯେଉଁମାନେ ଭଗ୍ନଚୂର୍ଣ୍ଣ ଅନ୍ତଃକରଣରେ ତାହାଙ୍କ ନିକଟରେ ପ୍ରାର୍ଥନା କରନ୍ତି, ଆଉ ତାହା ଈଶ୍ୱରଙ୍କର ସନ୍ତୋଷଜନକ ହୁଏ, ପୁଣି ଗ୍ରାହ୍ୟ ବଳି ଅଟେ, ଗୀତ 51:17। ସୁତରାଂ
ईश्वर चाहती जेपरी आमने समस्ते जेरुसालेम रो शांति निमंते प्रार्थना करू। एगुड़ा कहला प्रार्थनार एक विशेषत्वता। तेबे युद्ध और भाववादी विशेषत्वता। जेरुसालेम जहाँ एक पवित्र नगरी और आराधनार केंद्र स्थल अटे ताहा वर्तमान एक युद्धर स्थान पालटिछि, ए बैटल ग्राउंड हेछि। जिखरियो 12 अध्याय 2 एवं 3 पद टिके केही पढ़ीदेले भलो हुंता उल्लेख करे। शीघ्र जदि केही पाउछन्ति टिके पढ़न्तु। जिखरियो 12 अध्याय तार 2 एवं 3 पद। पढ़ुछन्ति कि पढ़िबारे साहाय्य करूछन्ति नले मु पढ़िदेबी। पढ़िदेबी। देख आम्भे चतुर्दिग स्थित समस्त गोष्ठी प्रति जेरुसालेम को टळ टळ जनक पानपात्र स्वरूप करिबा ओ जेरुसालेमर अवरोध समय रे जिहुदा उपरे मध्य वर्तिब। पुणी सेही दिन आमे जेरुसालेम को समस्त गोष्ठी प्रति भार स्वरूप प्रस्तर करिबा, जो माने सेही प्रस्तर उठाइबा पाई चेष्टा करती सेही समस्ते अत्यंत क्षतविक्षत हेबे और पृथ्वीस्थ समस्त गोष्ठी ताहा विरुद्ध रे एकत्रित हेबो। तेबे एई स्थान रे एक प्रथम भाववाणी दिया जाय अछि जेरुसालेम विरुद्ध रे समस्त गोष्ठी किपरि उठिबे एवं जेरुसालेम को आक्रमण करिवे। देखो आम्भे चतुर्दिगस्थ समस्त गोष्ठी प्रति जेरुसालेम को टळ टळ जनक पानपात्र स्वरूप करिबा और जेरुसालेम रो अवरोध काले ताहा जिहुदार उपरे मध्यवर्तीब। पुणी सेही दिन आम्भे जेरुसालेम को समस्त गोष्ठी प्रति भार स्वरूप प्रस्तर करिबा और जो माने तद्वारा आपण मानक भारग्रस्त करंती से समस्त अत्यंत क्षतविक्षत हेबे और पृथ्वीस्थ समस्त गोष्ठी ताहा विरुद्ध रे एकत्रित हेबे। उक्त भाववाणी वर्तमान सफलीकृत हेउछि। यथा रशिया, चीन एवं ईरान एई तीन देश इस्राएल विरुद्ध रे एक संगी होई माने से देश गुड़ाक एक गोष्ठी होई संगी गोष्ठी होई युद्ध करूछन्ति। वर्तमान सीज फायर हो जाइछि प्राय 8 दिन हलाणी। किंतु परमेश्वर एई भाववाणी माध्यम रे कोन कहउछन्ति एई देश मानकु, जदि तुमे जेरुसालेम विरुद्ध रे उठिबो तेबे मु तुमनको समूले ध्वंस करिदेबी। जेपरि लेखा जाय गीत संहिता 2:9 पदरे, तुम्भे लौह दंडरे सेमानको कोन करिबो भांगिबो, तुम्भे कुंभकारर पात्र परि सेमानको चूर्ण करिबो। पुणी गीत संहिता 89:23 पदरे लेखा अछि, आम्भे ताहार विपक्ष गणको ताहा सम्मुखरे चूर्ण करिबा ओ ताहार घृणाकारी माननको आघात करिबा। प्रभु परमेश्वर अन्य देशीय माननको आपणा कोपर दिନରେ राजगण को कौन करिवे ना चूर्ण करिवे। गीत संहिता 110:15 ए 5 पद। से अन्य देशीय माननक मध्यरे विचार करिवे, से सबरे स्थान सब पूर्ण करिवे, से अनेक देशरे मस्तक चूर्ण करिवे। गीत संहिता 110:6 पद। एई समस्त पद गुडी करू आमे एतिकी बुझुछु जे इस्राएल लोकमानंक विरुद्ध रे तथा जेरुसालेम विरुद्ध रे उठिबा लोकमानंकु बा उठिबा देश मानंकु सदा प्रभु परमेश्वर चूर्ण करिवे। तेणु हे रशिया, हे चीन, हे ईरान जाग्रत हुओ, सतर्क हुओ। गोग ओ मागोग विषयक भाववाणी मध्य बाइबल रे प्रकाशित होई अछि। बाइबल रो भविष्य वाक्य अनुसायी वर्तमान रो रशिया रो प्रधानमंत्री को गोग भावरे सूचित करा जाए बा दर्शा जाए। जीजिकल 39 अध्याय तार 2-6 पदरे यदि आपण माने पढ़िबे से स्थान लेखा अछि, सदा प्रभु से माननकु बुलाइबे, उत्तर दिगर प्रांत भागरु अणाइबे, इस्राएल रो पर्वत समूह रो ऊपर को से माननकु आनिबे, पुणी सदा प्रभु से माननकु आघात करी से माननक बाम हस्तरु धनु खसाइबे एवं से माननक दक्षिण हस्तरु तीर सब खसाइबे। इस्राएल रो पर्वत समूह रे से माने पतित हेबे, सकल सैन्य दल और संगी गोष्ठी गण पतित हेबे। सबु प्रकार हिंस्रक पक्षी और क्षेत्रस्थ पशुगण से माननकु ग्रास करिवे
ପୁଣି ଆମ୍ଭେ ମାଗୋଗ୍ର ଉପରେ ଓ ଦ୍ୱୀପ ସମୂହର ନିରାପଦରେ ବାସକାରୀ ମାନଙ୍କ ଉପରେ ଅଗ୍ନି ପ୍ରେରଣ କରିବା। ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ ଏହା ସେମାନେ ଜାଣିବେ ଏବଂ ଇସ୍ରାଏଲ ଲୋକଙ୍କ ମଧ୍ୟରେ ଆପଣା ପବିତ୍ର ନାମ ଜ୍ଞାତ କରାଇବା। ତହିଁରେ ଆମ୍ଭେ ଯେ ଇସ୍ରାଏଲ ମଧ୍ୟରେ ଧର୍ମମୟ ସଦାପ୍ରଭୁ ଅଟୁ ଏହା ସେମାନେ ଜାଣିବେ। 7 ପଦ ପର୍ଯ୍ୟନ୍ତ ମୁଁ ପଢିଲି। ଏହି ଭାବବାଣୀ ସଫଳ ହେଇଅଛି। ଜିହେଜିକଲ ପୁସ୍ତକ 39 ଅଧ୍ୟାୟ 2 ପଦରୁ ପୁଣି ଆଗକୁ ଆପଣ ମାନେ ପଢିବେ ଆହୁରି ଅନେକ ଭାବବାଣୀ କଥା ଗୁଡାକ ସେ ସ୍ଥାନରେ ଲେଖା ଅଛି ଯାହା ଜେରୁସାଲେମ ବା ଇସ୍ରାଏଲର ବିରୁଦ୍ଧରେ ଏହି ଦେଶ ଗୁଡାକ ସଙ୍ଗୀ ଗୋଷ୍ଠୀ ହୋଇ ଏମାନେ ଆକ୍ରମଣ କରିବେ। କିନ୍ତୁ ପରମେଶ୍ୱର ଆପଣାର ଲୋକମାନଙ୍କର ସପକ୍ଷରେ ଉଠିବେ। ସଦାପ୍ରଭୁ ପ୍ରତିଜ୍ଞା ରକ୍ଷାକାରୀ ପରମେଶ୍ୱର ଅଟନ୍ତି। ଇସ୍ରାଏଲ ପ୍ରତି କରିଥିବା ପ୍ରତିଜ୍ଞା ସଦାପ୍ରଭୁ କେବେ ହେଲେ ଭାଙ୍ଗି ନାହାନ୍ତି। ସଦାପ୍ରଭୁ ପ୍ରଥମରେ ଅବ୍ରାହମକୁ ଆହ୍ୱାନ କଲେ। ସେହି ସମୟରେ ଅବ୍ରାମ ଜଣେ ଦେବ ପୂଜକ ଥିଲେ। ଉର ଦେଶରେ, ମେସୋପୋଟାମିଆର ଉର ଦେଶରେ, କଲଦୀୟ ମାନଙ୍କର ଉର ଦେଶ ହେଉଛି ବର୍ତ୍ତମାନ ଯୁଗର ଇରାକ ଦେଶ, ଇରାନର ପାଖରେ ଇରାକ ଦେଶ। ପ୍ରାୟ 75 ମାଇଲ ଦୂରରେ କୁଏତର ଉତ୍ତର ପ୍ରାନ୍ତରରେ ଏହି ଉର ଦେଶ ଅବସ୍ଥିତ। ଉର ବୁଦ୍ଧିଜୀବୀ ମାନଙ୍କର ଏକ କେନ୍ଦ୍ର ସ୍ଥଳ ଅଟେ। ଜନସାଧାରଣଙ୍କ ହିତ ନିମନ୍ତେ ଏକ ବୃହତ ପାଠାଗାର ଏ ସ୍ଥାନରେ ସ୍ଥାପିତ କରାଯାଇଅଛି। ହଜାର ହଜାର ସଂଖ୍ୟାରେ ଅତି ପୁରୁଣା ଶାସ୍ତ୍ର ସବୁ ମୃତ୍ତିକାରେ ଲିଖିତ ଏବଂ ଏକ ଉତ୍ତମ ସ୍ଥାନ ଅଟେ ପଶୁପଲ ପାଳିବା ଓ ଚରାଇବା ନିମନ୍ତେ। ସେଥିପାଇଁ ଅବ୍ରାହମ ଜଣେ ପଶୁପାଳକ ଥିଲେ ଆଉ ଏହି ଦେଶରେ ରହି ସେ ପଶୁପାଳନ କରୁଥିଲେ। ତଥାପି ତାଙ୍କ କୁଟୁମ୍ବ ଓ ଆତ୍ମୀୟ ସ୍ୱଜନ ମୂର୍ତ୍ତି ପୂଜକ ଥିଲେ। ଉର ସହର ଗଣକ ବିଦ୍ୟାର ଏକ କେନ୍ଦ୍ରସ୍ଥଳ ଥିଲା। ପୁଣି ଚନ୍ଦ୍ରମା ଓ ତାରାଗଣଙ୍କୁ ଲୋକମାନେ କଣ କରୁଥିଲେ? ଉପାସନା କରୁଥିଲେ, ପୂଜା କରୁଥିଲେ। ଜିହୋଶୁୟ 24:2 ପଦରେ ଲେଖା ଅଛି, ପଢନ୍ତୁ। ଜିହୋଶୁୟ 24:2 ପଦରେ ଜିହୋଶୁୟ ସମସ୍ତ ଲୋକଙ୍କୁ ସେ କଣ କହିଲେ? ସମସ୍ତଙ୍କୁ ପ୍ରେଜ ଦ ଲର୍ଡ। ତହୁଁ ଜିହୋଶୁୟ ସମସ୍ତ ଲୋକଙ୍କୁ କହିଲେ, ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ପୂର୍ବ କାଳରେ ତୁମ୍ଭମାନଙ୍କର ପୂର୍ବପୁରୁଷ ଅବ୍ରାହମ ଓ ନାହାରର ପିତା ତେରହର ପ୍ରଭୃତି ନଦୀ ସେପାରିରେ ବାସ କରି ଅନ୍ୟ ଦେବତା ମାନଙ୍କର ସେବା କରୁଥିଲେ। କିନ୍ତୁ ପରମେଶ୍ୱର ଅବ୍ରାହମକୁ ସେଇ ନଦୀ ସେପାରିରୁ ନେଇ କିଣାନ ଦେଶ ଦେଲେ ଓ ବହୁ ବଂଶ ଓ ପ୍ରଜାବନ୍ତ କରିବା ନିମନ୍ତେ ଇସାକକୁ ଦେଲେ। ଇସାକଙ୍କ ଔରସରେ ଜାକୁବଙ୍କୁ ଅର୍ଥାତ୍ ଇସ୍ରାଏଲ ଓ ତାହାର 12 ପୁତ୍ରଙ୍କୁ ଦେଇ ଏକ ଇସ୍ରାଏଲ ଗୋଷ୍ଠୀ ଉତ୍ପନ୍ନ କଲେ। ସୁତରାଂ ଏହି ଇସ୍ରାଏଲ ଗୋଷ୍ଠୀ ମିଶରରେ 400 ବର୍ଷ ପର୍ଯ୍ୟନ୍ତ ପ୍ରବାସୀ ହୋଇ ଦାସ୍ୟକର୍ମ କରି କ୍ଲେଶ ଭୋଗ କରିବେ ବୋଲି ସଦାପ୍ରଭୁ ଅବ୍ରାହମଙ୍କୁ ପୂର୍ବରୁ ଜଣାଇଥିଲେ। ପଢନ୍ତୁ ଆଦି ପୁସ୍ତକ 15 ଅଧ୍ୟାୟ ତାର 13 ପଦ। ମିଶର ଦେଶରେ ଅବ୍ରାହମଙ୍କର ବଂଶଧର ମାନେ ଅର୍ଥାତ୍ ଇସ୍ରାଏଲ 400 ବର୍ଷ ପର୍ଯ୍ୟନ୍ତ ଗୁଲାମୀ ଅବସ୍ଥାରେ ରହିବେ, ଦାସ୍ୟକର୍ମ କରିବେ, ସେ କଥା ପୂର୍ବରୁ କୁହାଯାଇଥିଲା ଅବ୍ରାହମଙ୍କୁ। 15 ପର୍ବର 13 ପଦ। ସେତେବେଳେ ସଦାପ୍ରଭୁ ଅବ୍ରାହମକୁ କହିଲେ, ତୁମର ସନ୍ତାନଗଣ 400 ବର୍ଷ ଅନ୍ୟ ଦେଶରେ ପ୍ରବାସ ହୋଇ ଦାସ୍ୟକର୍ମ କରି କ୍ଲେଶ ଭୋଗ କରିବେ। ମିଶର ଦେଶରେ ଏହି ଇସ୍ରାଏଲୀୟ ମାନେ ଅତି ମାତ୍ରାରେ ବୃଦ୍ଧି ପାଇଲେ, ସେ କଥା ଆମେ ସମସ୍ତେ ଜାଣୁ। ଯେମିତି ଜାକୁବଙ୍କର 12 ପୁତ୍ରଙ୍କ ମଧ୍ୟରୁ ସାନ ପୁତ୍ର ଯୋସେଫଙ୍କୁ କିପରି ଭାବରେ ବିକ୍ରି କରାଗଲା ବଣିକ ମାନଙ୍କୁ ଏବଂ ସେ ଯାଇ ପୋଟିଫର ସ୍ତ୍ରୀ ମାନେ ପୋଟିଫରଙ୍କ ଗୃହରେ ରହିଲେ, ପ୍ରଧାନ ଅଧ୍ୟକ୍ଷ ହେଲେ ବା ପ୍ରଧାନମନ୍ତ୍ରୀ ହେଲେ ଦେଶରେ। ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ଦୁର୍ଭିକ୍ଷ ସମୟରେ ନିଜ ଭାଇ ମାନେ ତାଙ୍କ ପାଖକୁ ଗଲେ, ନ ଜାଣିକିରି ତାଙ୍କୁ ରାଜା ଭାବରେ ସ୍ୱୀକାର କରି ତାଙ୍କ ଠାରୁ ଖାଦ୍ୟ ସଂଗ୍ରହ କରିକି ଆଣିଲେ। କିନ୍ତୁ ସେ ଭାଇ ବୋଲି ପରିଚୟ ପାଇଲା ପରେ ନିଜର ପରିଚୟ ନ ଦେଇ ସେ କ୍ରନ୍ଦନ କଲେ, ପୁଣି ନିଜର ବାପାଙ୍କୁ ଆଣିବା ପାଇଁ କହିଲେ, ପୁଣି ଶେଷରେ ତାଙ୍କର ଯୋଉ ଆଉ ଗୋଟେ ଭାଇ ଥିଲେ ବେଞ୍ଜାମିନ ବା ବିନ୍ୟାମିନ, ତାଙ୍କୁ ଆଣିବା ପାଇଁ କହିଲେ। ଏ ସମସ୍ତ ଇତିହାସ ଆଦି ପୁସ୍ତକରେ ଆପଣ ମାନେ ପଢିବେ 27 ଅଧ୍ୟାୟରୁ ଆଗକୁ ଏବଂ ବହୁତ ଭଲ ଲାଗିବ ଏ ସମସ୍ତ ପଢିଲେ। ପରେ ପରମେଶ୍ୱର ମୋଶା ଓ ହାରୋନଙ୍କ ନେତୃତ୍ୱରେ ସେମାନଙ୍କୁ କଢାଇ ଆଣିଲେ।
କାରଣ ଏଇ ଯୋଉ 12 ଗୋଷ୍ଠୀ ଯାକୁବଙ୍କ ସହିତ ଗଲେ ମିଶରକୁ ସେ ଦୁର୍ଭିକ୍ଷ ସମୟରେ ଏବଂ ଫାରୋ ରାଜାଙ୍କର ସମ୍ମୁଖରେ ମାନେ ଅନୁଗ୍ରହ ପାଇଲେ, ପୁଣି ନିଜର ପୁତ୍ର ଇସ୍ରାଏଲର ପୁତ୍ର ଯାକୁବଙ୍କର ପୁତ୍ର ଯୋସେଫ ସେ ସ୍ଥାନରେ ଅତିଶୟ ଧନାଢ୍ୟ ହେଲେ ଏବଂ ବୃଦ୍ଧି ପାଇଲେ, ସମ୍ଭ୍ରମ ପାଇଲେ, ସମ୍ମାନ ପାଇଲେ ଆଉ ଧନ ସମ୍ପତ୍ତିରେ ବୃଦ୍ଧି ପାଇଲେ। ପୁଣି ସେମାନେ ଯୋଉ ଗୋସ୍ନର ଅଞ୍ଚଳରେ ବାସ କଲେ ସେଠି ଏମାନେ ବୃଦ୍ଧି ପାଇଲେ ଇସ୍ରାଏଲ ଗୋଷ୍ଠୀ। ଆଉ ସେତେବେଳକୁ ସେମାନଙ୍କୁ ଯେତେବେଳେ ଉଦ୍ଧାର କରିବା ପାଇଁ ଆବଶ୍ୟକ ପଡିଲା, ପରମେଶ୍ୱର ମୂଷା ହାରଣଙ୍କୁ ନେତୃତ୍ୱ ନେବା ପାଇଁ ପଠେଇଲେ, ଯେପରି ସେମାନେ ସଦାପ୍ରଭୁ ପରମେଶ୍ୱରଙ୍କର ଆରାଧନା କରିବେ। ସଦାପ୍ରଭୁ ଫାରୋଙ୍କୁ କହିଲେ, ଇସ୍ରାଏଲ ଆମ୍ବର ପୁତ୍ର, ଆମ୍ବର ଜ୍ୟେଷ୍ଠ ପୁତ୍ର। ଇସ୍ରାଏଲକୁ ପରମେଶ୍ୱର ଆମ୍ବର ପୁତ୍ର, ଆମ୍ବର ଜ୍ୟେଷ୍ଠ ପୁତ୍ର ବୋଲି ସମ୍ବୋଧନ କରିଅଛନ୍ତି। ଯାତ୍ରା ପୁସ୍ତକ 4 ଅଧ୍ୟାୟର 22 ଏବଂ 23 ପଦରେ ପଢିବେ ଯେ ଆମ୍ଭେ ତୁମ୍ଭକୁ କହିଅଛୁ ଆମ୍ବର ସେବା କରିବା ପାଇଁ, ତୁମ୍ଭେ ଆମ୍ବ ପୁତ୍ରଙ୍କୁ ଛାଡି ଦିଅ, ମାତ୍ର ତୁମ୍ଭେ ତାହାଙ୍କୁ ଛାଡିବାକୁ ନାସ୍ତି କରିଅଛ। ଦେଖ ଆମ୍ଭେ ତୁମ୍ଭ ପୁତ୍ରକୁ, ତୁମ୍ଭ ଜ୍ୟେଷ୍ଠ ପୁତ୍ରକୁ ବଧ କରିବା। ଯାତ୍ରା 4 ତାର 22 ଏବଂ 23 ପଦ। ପରମେଶ୍ୱରଙ୍କର ପୁତ୍ର ଇସ୍ରାଏଲ ଓ ତାହାଙ୍କ ମନୋନୀତ ଗୋଷ୍ଠୀ, ତାହାଙ୍କ ସଞ୍ଚିତ ଧନ, ଯିଏ ସେମାନଙ୍କ ବିଷୟରେ ଉଠିବ, ସଦାପ୍ରଭୁ ସେମାନଙ୍କୁ ବଧ କରିବେ, ଛାଡିବେ ନାହିଁ। ଗୀତ ରଚକ ଲେଖନ୍ତି, ଦେଖ ଯେ ଇସ୍ରାଏଲକୁ ରକ୍ଷା କରନ୍ତି, ସେ ଘୁମାଇବେ ନାହିଁ କି ନିଦ୍ରା ଯିବେ ନାହିଁ। ସଦାପ୍ରଭୁ ତାହାର ରକ୍ଷକ, ସଦାପ୍ରଭୁ ତାହାର ଦକ୍ଷିଣ ପାର୍ଶ୍ୱର ଛାୟା। ଇସ୍ରାଏଲ ପ୍ରତି, ଜେରୁସାଲେମ ପ୍ରତି ଏ କଥା ସଦାପ୍ରଭୁ କହୁଛନ୍ତି। ଗୀତ 121ର 4 ପଦରେ ଆମ ସମସ୍ତଙ୍କର ମୁଖସ୍ଥ ଅଛି। ଇସ୍ରାଏଲକୁ ରକ୍ଷା କରିବା ବିଷୟରେ ପ୍ରଥମେ ସଦାପ୍ରଭୁ ଅବ୍ରାହମକୁ ପ୍ରତିଜ୍ଞା ଦେଲେ। ଆଦି ପୁସ୍ତକ 12 ପର୍ବର 3 ପଦରେ ଲେଖା ଅଛି, ଯେଉଁମାନେ ତୁମ୍ଭକୁ ଆଶୀର୍ବାଦ କରନ୍ତି ଆମ୍ଭେ ସେମାନଙ୍କୁ ଆଶୀର୍ବାଦ କରିବା, ପୁଣି ଯେ କେହି ତୁମ୍ଭକୁ ଅଭିଶାପ ଦିଅଇ ଆମ୍ଭେ ତାହାକୁ ଅଭିଶାପ ଦେବା, ଆଉ ତୁମ୍ଭଠାରୁ ପୃଥିବୀର ସବୁ ବଂଶ ଆଶୀର୍ବାଦ ପ୍ରାପ୍ତ ହେବେ। ଏହି ପ୍ରତିଜ୍ଞା ପ୍ରଥମରେ ଇସ୍ରାଏଲ ସମ୍ପର୍କରେ ଅବ୍ରାହମକୁ ପରମେଶ୍ୱର ଦେଇଥିଲେ। ବର୍ତ୍ତମାନ ସମୟରେ ଯେଉଁ ଦେଶ ଗୁଡିକ ପରମେଶ୍ୱରଙ୍କର ପୁତ୍ର ଅର୍ଥାତ୍ ଇସ୍ରାଏଲ, ଇସ୍ରାଏଲ ହଉଛି ପରମେଶ୍ୱରଙ୍କର ଜ୍ୟେଷ୍ଠ ପୁତ୍ର ଓ ଆଜିର ଇସ୍ରାଏଲ ଯୀଶୁଖ୍ରୀଷ୍ଟ ଏବଂ ତାହାଙ୍କ ମଣ୍ଡଳୀକୁ ଆଘାତ କରୁଛନ୍ତି, ବିରୁଦ୍ଧାଚରଣ କରୁଛନ୍ତି, ତାଡନା କରୁଛନ୍ତି ଏବଂ ଯୁଦ୍ଧ କରୁଛନ୍ତି। ସେହି ଦେଶ ଗୁଡିକୁ ଓ ତନ୍ନିବାସୀ ମାନଙ୍କୁ ସଦାପ୍ରଭୁ ଛାଡିବେ ନାହିଁ, ସେମାନଙ୍କୁ ଧ୍ୱଂସ କରିବେ, ସେମାନଙ୍କୁ ଚୂର୍ଣ୍ଣ କରିବେ, କାରଣ ସଦାପ୍ରଭୁ ଇସ୍ରାଏଲର ସଙ୍ଗୀ ପରମେଶ୍ୱର ଅଟନ୍ତି। ସେ ଜିଖରିୟଙ୍କ ଦ୍ୱାରା ଏହି ବାକ୍ୟ କହିଥିଲେ। ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେମାନେ ମିଶର ଦେଶରୁ ବାହାରି ଆସିବା ବେଳେ ଓ ଆମ୍ଭ ଆତ୍ମା ତୁମ୍ଭମାନଙ୍କ ମଧ୍ୟରେ ଅଧିଷ୍ଠାନ କରିବା ବେଳେ ଆମ୍ଭେ ତୁମ୍ଭମାନଙ୍କ ସହିତ ଯେଉଁ ନିୟମ ସ୍ଥିର କଲୁ, ସେହି ନିୟମର ବାକ୍ୟ ପ୍ରମାଣେ ଆମ୍ଭେ ତୁମ୍ଭମାନଙ୍କ ସଙ୍ଗେ ସଙ୍ଗେ ଅଛୁ, ତୁମ୍ଭେମାନେ ଭୟ କର ନାହିଁ। ଜିଖରିୟ 2ର 5 ପଦରେ ଏହା ଲେଖା ଅଛି। ଇସ୍ରାଏଲୀୟ ମାନେ ପରମେଶ୍ୱରଙ୍କ ମନୋନୀତ ଲୋକମାନେ ଏବଂ ତାହାଙ୍କର ସଞ୍ଚିତ ଧନ ଓ ପ୍ରିୟର ଲୋକମାନେ ଅଟନ୍ତି। ଯାତ୍ରା 19ର 5 ପଦ ଟିକେ ପଢନ୍ତୁ। ଏବେ ତୁମ୍ଭେମାନେ ଯେବେ ଆମ୍ଭ ରୋଗରେ ମନୋଯୋଗ କରିବ ଓ ଆମ୍ଭ ନିୟମ ପାଳନ କରିବ, ତେବେ ତୁମ୍ଭେମାନେ ସମସ୍ତ ଲୋକଙ୍କ ଅପେକ୍ଷା ଆମ୍ଭ ନିଜର ସଞ୍ଚିତ ଧନ ହେବ, କାରଣ ପୃଥିବୀ ଆମ୍ଭର। ଇସ୍ରାଏଲକୁ ପରମେଶ୍ୱର ନିଜର ସଞ୍ଚିତ ଧନ ଓ ପ୍ରିୟର ଲୋକମାନେ ବୋଲି ସମ୍ବୋଧନ କରୁଅଛନ୍ତି। ଆଉ ତା ବିରୁଦ୍ଧରେ ଯେଉଁମାନେ ଉଠିବେ, ସେଇ ସଞ୍ଚିତ ଧନକୁ ଅପହରଣ କରିବା ପାଇଁ ଚେଷ୍ଟା କରିବେ, ନଷ୍ଟ କରିବା ପାଇଁ ଚେଷ୍ଟା କରିବେ, ସଦାପ୍ରଭୁ ନୀରବ ରହିବେ ନାହିଁ। ଆଜି ଇସ୍ରାଏଲ ବିରୁଦ୍ଧରେ, ଇସ୍ରାଏଲ ଗୋଟେ ଛୋଟିଆ ଦେଶ, ଲୋକ ସଂଖ୍ୟା ବହୁତ କମ୍, ତାର ଚାରି ପାଖରେ ଥିବା ଅୟୁତ ଲୋକମାନେ, ଗୋଷ୍ଠୀଗଣ ଉତ୍ତର ଦିଗରୁ ଆସିବେ। ଆପଣ ମାନେ ମ୍ୟାପରେ ଦେଖିବେ, ମାନେ ଭୂଗୋଳକରେ ଦେଖିବେ ଯେ ଇସ୍ରାଏଲର ଉତ୍ତରରେ ରାଶିଆ ଅବସ୍ଥିତ, ଆଉ ସେମାନେ ଉତ୍ତର ଦିଗରୁ ଆସିବେ, ଏଣେ ତେଣେ ବୁଲି ବୁଲିକିରି ଆସିବେ। ତାଙ୍କ ସହିତ ଅନ୍ୟ ଦେଶ ଗୁଡିକ ସଙ୍ଗୀ ଗୋଷ୍ଠୀ ହେବେ ଏବଂ ସେମାନେ ଇସ୍ରାଏଲର ବିରୁଦ୍ଧରେ ଉଠିବେ, ଯାହା ମାନେ ପ୍ରତ୍ୟକ୍ଷ ଭାବରେ ଦେଖିଅଛୁ, ଅନୁଭବ କରୁଅଛୁ। କିନ୍ତୁ ସେ ସମସ୍ତଙ୍କର ବାମ ହସ୍ତରୁ ଧନୁ ଖସେଇ ଦେବେ, ଡାହାଣ ହସ୍ତରୁ ତୀର ଖସେଇ ଦେବେ ପ୍ରଭୁ। ଆଉ ଆଜି ପରମାଣୁ ବୋମା ଦେଇ ସେମାନେ ଆଟାକ୍ କରିବା ପାଇଁ ଚେଷ୍ଟା କଲେ ହେଁ ଇସ୍ରାଏଲର ରକ୍ଷକ ସଦାପ୍ରଭୁ ଘୁମାଇବେ ନାହିଁ କି ସେ ଆଉ ଛାଡିବେ ନାହିଁ। ଇସ୍ରାଏଲକୁ ସେ ରକ୍ଷା କରିବେ ହିଁ କରିବେ, କାରଣ ଇସ୍ରାଏଲ ତାଙ୍କର ଜ୍ୟେଷ୍ଠ ପୁତ୍ର। ତେଣୁ ନୂତନ ନିୟମରେ ମଧ୍ୟ ପ୍ରେରିତ ପାଉଲ କୁହନ୍ତି, ସେମାନେ ତ ଇସ୍ରାଏଲୀୟ,
ପୁତ୍ରତ୍ୱ, ଗୌରବ, ନିୟମ ସମୂହ, ବ୍ୟବସ୍ଥା, ପ୍ରଦାନ, ଉପାସନା ଓ ପ୍ରତିଜ୍ଞା ସମୂହ ସେମାନଙ୍କର ଅଟେ। କାହାର ଅଟେ? ଇସ୍ରାଏଲୀୟ ମାନଙ୍କର ଅଟେ। ରୋମିଓ 9 ଅଧ୍ୟାୟ ତାର 4 ପଦରେ। ପୁଣି ରୋମିଓ 11 ଅଧ୍ୟାୟ 26 ପଦରେ ଲେଖାଯାଏ, ସମସ୍ତ ଇସ୍ରାଏଲ ପରିତ୍ରାଣ ପାଇବେ, ସିଓନରୁ ଉଦ୍ଧାରକର୍ତ୍ତା ଆଗମନ କରିବେ ଓ ସେ ଯାକୁବ ଠାରୁ ଅଧର୍ମ ଦୂର କରିବେ। ତେବେ ମୋର ପ୍ରିୟ ଈଶ୍ୱରଙ୍କର ଲୋକମାନେ, ଜେରୁସାଲେମ ନିମନ୍ତେ ପ୍ରାର୍ଥନା କରିବାର କାରଣ କାହିଁକି? କେତେଟା କାରଣ ଅଛି, ତାହା ମୁଁ କହି ସମାପ୍ତ କରିବି। ଧର୍ମଶାସ୍ତ୍ର ବାଇବେଲକୁ, ପ୍ରଥମ କାରଣ ହେଉଛି ଧର୍ମଶାସ୍ତ୍ର ବାଇବେଲକୁ ଆକ୍ଷରିକ ଭାବେ ଆମେ ଗ୍ରହଣ କରିବା ଆବଶ୍ୟକ। ଜେରୁସାଲେମ ଏକ ବାସ୍ତବ ନଗର ଅଟେ ଏବଂ ପରମେଶ୍ୱରଙ୍କ ପବିତ୍ର ବାସସ୍ଥାନ ଅଟେ ଓ ପ୍ରାର୍ଥନାର କେନ୍ଦ୍ରସ୍ଥଳ ଅଟେ, ଆରାଧନାର କେନ୍ଦ୍ରସ୍ଥଳ ଅଟେ, ଇସ୍ରାଏଲୀୟ ମାନଙ୍କ ନିମନ୍ତେ ଆତ୍ମିକ ବାସସ୍ଥାନ ଅଟେ। ତେଣୁକରି ଜେରୁସାଲେମ ନିମନ୍ତେ ପ୍ରାର୍ଥନା କରିବା ଆବଶ୍ୟକ। ଦ୍ୱିତୀୟ କାରଣ, ଜେରୁସାଲେମ ନଗରର ପ୍ରାଧାନ୍ୟତା। ଏହି ପବିତ୍ର ନଗରର ବାସ୍ତବତା ପ୍ରାଧାନ୍ୟତା ରହିଅଛି ଯେ ଏହା ଦାଉଦଙ୍କ ନଗର, ଯାହାକୁ ସେ ରାଜଧାନୀରେ ପରିଣତ କରିଥିଲେ। ଏକ ନୂତନ ଜେରୁସାଲେମ ପ୍ରଭୁ ସୃଷ୍ଟି କରିବେ, ପ୍ରକାଶିତ 21, 10 ଏବଂ 11ରେ ଲେଖା ଅଛି। ଏହାର ପ୍ରାଧାନ୍ୟତା ରହିଅଛି, ସେଥିପାଇଁ ଆମେ ପ୍ରାର୍ଥନା କରିବା ଆବଶ୍ୟକ। ଆମମାନଙ୍କ ପାଖରେ, ତୃତୀୟ କାରଣ, ଆମମାନଙ୍କ ପାଖରେ ଶାନ୍ତିର ଇଚ୍ଛା ବା ଖୋଜ ରହିବା ଆବଶ୍ୟକ। ଶାନ୍ତିର ଅନ୍ୱେଷୀ ଆମେ ସମସ୍ତେ ହେବା ଆବଶ୍ୟକ। ଚତୁର୍ଥ କଥା, ବ୍ୟକ୍ତିଗତ ଶାନ୍ତି ଓ ତହିଁର ପୂର୍ଣ୍ଣତା। ଆମମାନଙ୍କ ବ୍ୟକ୍ତିଗତ ଜୀବନରେ ପ୍ରଥମେ ଶାନ୍ତି ବିରାଜମାନ କରିବା ନିତାନ୍ତ ଆବଶ୍ୟକ। ପୁରାତନ ନିୟମରେ ଶାନ୍ତି ଶବ୍ଦକୁ ଶାଲୋମ ବା ଶାଲାହ ଶବ୍ଦରେ ବ୍ୟବହାର କରାଯାଇଥାଏ, ଯାହାର ଅର୍ଥ ବ୍ୟକ୍ତିଗତ ଜୀବନରେ ଶାନ୍ତିର ପୂର୍ଣ୍ଣତା ପ୍ରାପ୍ତ ହେବାକୁ ବୁଝାଏ। ଯୀଶୁ କହିଲେ, ମୋର ନିଜର ଶାନ୍ତି ମୁଁ ତୁମମାନଙ୍କୁ ଦାନ କରୁଅଛି, ଜଗତ ଯେପରି ଦାନ କରେ ସେପରି ନୁହେଁ। ପଞ୍ଚମ ବିଷୟ, ମସିହଙ୍କୁ ଲୋକମାନଙ୍କ ନିକଟରେ ପ୍ରଚାର କରିବା। ଅଣଜିହୁଦୀ ମାନଙ୍କ ନିକଟରେ ଆଶୀର୍ବାଦର କାରଣ ସ୍ୱରୂପ ହେବା ନିମନ୍ତେ ପରମେଶ୍ୱର ଜିହୁଦୀ ମାନଙ୍କୁ ଆହ୍ୱାନ ଦେଲେ। ଶାନ୍ତିର ରାଜକୁମାରଙ୍କୁ ଅନ୍ୟମାନଙ୍କ ନିକଟରେ ପ୍ରଚାର କରିବା ଆବଶ୍ୟକ। ଆଉ ଯେତେ ଲୋକ ଏହି ନିୟମାନୁସାରେ ଆଚରଣ କରନ୍ତି ସେମାନଙ୍କ ଉପରେ ଓ ଈଶ୍ୱରଙ୍କ ଇସ୍ରାଏଲ ଉପରେ ଶାନ୍ତି ଓ ଦୟା ବର୍ତ୍ତୁ। ଗାଲାତୀୟ 6 ଅଧ୍ୟାୟ 16 ପଦ ଟିକେ ପଢନ୍ତୁ, ତାପରେ ମୁଁ ଶେଷ କରିବି। ଗାଲାତୀୟ 6 ଅଧ୍ୟାୟ ତାର 16 ପଦ। ଗାଲାତୀୟ ପଢ଼ନ୍ତୁ କି? ଗାଲାତୀୟ 6ର 16। ଆଉ ଯେତେ ଲୋକ ଏହି ନିୟମାନୁସାରେ ଆଚରଣ କରନ୍ତି ସେମାନଙ୍କ ଉପରେ ଓ ଈଶ୍ୱରଙ୍କର ଇସ୍ରାଏଲ ଉପରେ ଶାନ୍ତି ଓ ଦୟା ବର୍ତ୍ତୁ। ଈଶ୍ୱରଙ୍କ ଇସ୍ରାଏଲ ସମ୍ବୋଧନ କରାଯାଉଛି ଏବଂ ଇସ୍ରାଏଲକୁ ଈଶ୍ୱରଙ୍କର ପୁତ୍ର, ଈଶ୍ୱରଙ୍କର ଜ୍ୟେଷ୍ଠ ପୁତ୍ର ଭାବରେ ସେ ସମ୍ବୋଧନ କରିଅଛନ୍ତି। ତେବେ ଜ୍ୟେଷ୍ଠ ପୁତ୍ରକୁ ଯେତେବେଳେ ଲୋକମାନେ ସଂହାର କରିବେ, ଈଶ୍ୱର କଣ ଛାଡ଼ିବେ? ମିଶର ଦେଶରେ ମିଶ୍ରୀୟ ମାନଙ୍କର ଜ୍ୟେଷ୍ଠ ପୁତ୍ରଙ୍କୁ ସଦାପ୍ରଭୁ ସଂହାର କଲେ। 10ଟା ଦଣ୍ଡ ଯେତେବେଳେ ସେ ପ୍ରେରଣ କଲେ, ଯେହେତୁ ସେ ଈଶ୍ୱରଙ୍କ ଲୋକମାନଙ୍କୁ ଛାଡ଼ିଲେ ନାହିଁ ଉପାସନା କରିବା ନିମନ୍ତେ। ଆଜି ଈଶ୍ୱରଙ୍କର ଉପାସନା ସ୍ଥଳ, ଆଜି ଈଶ୍ୱରଙ୍କର ଆରାଧନା ସ୍ଥଳ ଯେତେବେଳେ ଆଘାତ ପ୍ରାପ୍ତ ହେଉଅଛି, ଆମମାନେ ସମସ୍ତେ ଜାଣୁ ବେବିଲୋନିୟନ ମାନେ ଆଟାକ କରିଥିଲେ, ସେମାନେ ରହିଲେ ନାହିଁ, ସେମାନଙ୍କର ନାମ ସ୍ଥାନ ସବୁ ଉଡ଼ିଗଲା। ରୋମିଓ ମାନେ ଆକ୍ରମଣ କରିଥିଲେ, ଶାସନ କରିଥିଲେ, ସେମାନଙ୍କର ମଧ୍ୟ they are gone, ସେମାନେ ଆଉ ନାହାନ୍ତି। ଇସ୍ରାଏଲ ବିରୁଦ୍ଧରେ ଯେତେ ଲୋକ ଉଠିଛନ୍ତି ପୂର୍ବରୁ ବାଇବେଲର ଯୁଗରେ, ସମସ୍ତେ ଏପଟ ସେପଟ ହେଇଯାଇଛନ୍ତି, ସେମାନଙ୍କର ସବୁ କିଛି ଚୂର୍ଣ୍ଣ ବିଚୂର୍ଣ୍ଣ ହେଇଯାଇଛି। ଆଜି ରାଷିଆ କିମ୍ବା ଚୀନ, ସେମାନେ ଯେତିକି ମାରଣାସ୍ତ୍ର ସେମାନଙ୍କ ପାଖରେ ଥାଉ ନା କାହିଁକି, ଧନ ସମ୍ପତ୍ତିରେ, ଐଶ୍ୱର୍ଯ୍ୟରେ ଯେତିକି ବା ମିଲିଟାରୀ ପ୍ରଶାସନରେ ଯେତିକି ସେମାନେ ଅଧିକ ବୃଦ୍ଧି ପାଇଥାନ୍ତୁ ନା କାହିଁକି, ସଦାପ୍ରଭୁ ଅଗ୍ନି ଦ୍ୱାରା ସେମାନଙ୍କୁ ଚୂର୍ଣ୍ଣ କରିବେ, ଅଗ୍ନି ପ୍ରେରଣ କରିବେ, ସେମାନଙ୍କର ଧନୁ ଖସେଇ ଦେବେ, ସେମାନଙ୍କର ତୀର ଖସେଇ ଦେବେ। ଯେ ସମସ୍ତେ ଜେରୁସାଲେମର ପାହାଡ଼ରେ ଶବ ପଡ଼ି ରହିବ, ସେମାନଙ୍କର ଶବ ସବୁ ପଡ଼ି ରହିବ। ଏ ସମସ୍ତ କଥା ବାଇବେଲ କହୁଅଛି ଏବଂ ଏହା ନିରାଟ ସତ୍ୟ ଅଟେ।
ତେଣୁ ଜେରୁସାଲେମ ନିମନ୍ତେ ପ୍ରାର୍ଥନା କରିବା ଆମମାନଙ୍କର ପ୍ରାର୍ଥନା ତାଲିକାରେ ଏକ ପ୍ରଧାନ 1 ନମ୍ବରରେ ରହିବା ଆବଶ୍ୟକ। ନିଜ ନିମନ୍ତେ, ନିଜ ପରିବାର ନିମନ୍ତେ, ନିଜ ପୁଅ ଝିଅ ମାନଙ୍କ ନିମନ୍ତେ, ନିଜର ଆତ୍ମିକ ଜୀବନ ନିମନ୍ତେ ସବୁବେଳେ ଆମେ ପ୍ରାର୍ଥନା କରୁଛୁ। ଜେରୁସାଲେମର ଶାନ୍ତି ପାଇଁ ମଧ୍ୟ ପ୍ରାର୍ଥନା କରିବା ଆମମାନଙ୍କର ଏକ ପ୍ରଧାନ କର୍ତ୍ତବ୍ୟ କର୍ମ ହେବା ଆବଶ୍ୟକ। କାରଣ ଜେରୁସାଲେମରେ ଈଶ୍ୱରଙ୍କର ଲୋକମାନେ, ଈଶ୍ୱର ସ୍ୱୟଂ ବାସ କରନ୍ତି, ଈଶ୍ୱରଙ୍କର ବାସସ୍ଥାନ ଅଟେ, ଈଶ୍ୱରଙ୍କର ପବିତ୍ର ନଗର ଅଟେ। ସେ ପବିତ୍ର ନଗରକୁ ଯୋଉମାନେ ଧ୍ୱଂସ କରିବେ, ପରମେଶ୍ୱର ସେମାନଙ୍କୁ କେବେ ହେଲେ ଛାଡ଼ିବେ ନାହିଁ। ଏହି ସମସ୍ତ କେତେକ ବିଶେଷତ୍ୱତା ଜେରୁସାଲେମ ବିଷୟରେ, ଜେରୁସାଲେମର ଶାନ୍ତି ବିଷୟରେ ଆମେ ବର୍ତ୍ତମାନ ଶୁଣିଲୁ। ମୁଁ ସ୍ୱୀକାର କରିବା ପାଇଁ ଚାହୁଁଅଛି ଯେ ଏହି ବାକ୍ୟ କିଛି ଦିନ ତଳେ ମୁଁ ଅନ୍ୟ ଏକ ଜୁମ୍ ମିଟିଂରେ ମୁଁ ପ୍ରଚାର କରିଥିଲି। ଆଜି ଆପଣମାନଙ୍କ ସହିତ ମଧ୍ୟ ଏଟା ସେୟାର କରିବା ପାଇଁ ଚାହିଁଲି। ପୁଣି ଏହାକୁ ଲିଖିତ ଆକାରରେ ମୁଁ ପ୍ରକାଶ କରିବା ପାଇଁ ମଧ୍ୟ ଚାହୁଁଛି। ଆହ୍ୱାନ ମ୍ୟାଗାଜିନରେ ହଉ କିମ୍ବା ଆମମାନଙ୍କର ସତ୍ୟ ପ୍ରଦୀପ ମ୍ୟାଗାଜିନରେ ହଉ, ଯୋଉମାନେ ତାହା ପାଆନ୍ତି, ହୁଏତ ପରବର୍ତ୍ତୀ ଇସ୍ୟୁରେ ଏହା ପବ୍ଲିଶ ହବ। ସେଥିରେ ଆପଣମାନେ ଯାହା ଯାହା ମୁଁ କହିଅଛି ସେ ସମସ୍ତ ଆପଣମାନେ ପାଇପାରିବେ। ପ୍ରଭୁ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଏ ସଂକ୍ଷିପ୍ତ ଚିନ୍ତାଧାରା ଦ୍ୱାରା ଜେରୁସାଲେମର ଶାନ୍ତି ପାଇଁ ପ୍ରାର୍ଥନା କରିବା ଆବଶ୍ୟକ ଅଟେ ଏବଂ ଆମମାନଙ୍କର ପ୍ରାର୍ଥନା ତାଲିକାରେ ତାକୁ ସଂଯୁକ୍ତ କରିବା ନିତାନ୍ତ ଆବଶ୍ୟକ ଅଟେ। ଆମେ ଯଦି ଇସ୍ରାଏଲକୁ ଆଶୀର୍ବାଦ କରିବା, ସଦାପ୍ରଭୁ ଆମମାନଙ୍କୁ ଆଶୀର୍ବାଦ କରିବେ। ଯଦି ଆମେ ଇସ୍ରାଏଲର ବିରୁଦ୍ଧରେ ଉଠିବା, ସଦାପ୍ରଭୁ ଆମମାନଙ୍କର ବିରୁଦ୍ଧରେ ଉଠିବେ। ଏହି କଥା ଅବ୍ରାହମଙ୍କୁ ଡାକିବା ବେଳେ ପରମେଶ୍ୱର ପ୍ରତିଜ୍ଞା ଦେଇଥିଲେ। ଆଦି ପୁସ୍ତକ 12 ଅଧ୍ୟାୟ ତାର 3 ପଦ। ତେଣୁ ସବୁ ସମୟରେ ଆମେ ଇସ୍ରାଏଲର ବ୍ଲେସିଂସ୍ କାମନା କରିବା, ଇସ୍ରାଏଲର ଆଶୀର୍ବାଦ କାମନା କରିବା, ଇସ୍ରାଏଲର ଶାନ୍ତି ବା ଜେରୁସାଲେମର ଶାନ୍ତି ପାଇଁ ଆମେ ପ୍ରାର୍ଥନା କରିବା। କାରଣ ପ୍ରାର୍ଥନାରେ ଅନେକ ବିଷୟ ଅଛି ଯାହା ଆମେ ଗୁରୁତ୍ୱପୂର୍ଣ୍ଣ କଥା ଗୁଡାକ ଶୁଣିଲୁ, ନିଜକୁ ଭଗ୍ନ ଚୂର୍ଣ୍ଣ କରି ସଦାପ୍ରଭୁଙ୍କ ଉପସ୍ଥିତିରେ ନିଜକୁ ଉପସ୍ଥାପନ କରିବା। ତେଣୁ ଆସୁ ପ୍ରଭୁ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। କେବଳ ଗୋଟେ ତାଲିକା ଭାବରେ ଆମେ ସଦାପ୍ରଭୁଙ୍କ ସିଂହାସନ ନିକଟରେ ତାଲିକା ଗୋଟେ ରଖିଲା ଭଳି ନ ରଖୁ, ବରଂ ବୋଝର ସହିତ ଏହି ଜେରୁସାଲେମ ନିମନ୍ତେ, ଓଡ଼ି ଇସ୍ରାଏଲୀୟ ମାନଙ୍କର ସୁରକ୍ଷା ଓ ଶାନ୍ତି ନିମନ୍ତେ ଆମେ ପ୍ରାର୍ଥନା କରିବା। ଯେଭଳି ଭାବରେ ଆମର ନିଜ ନିମନ୍ତେ ପ୍ରାର୍ଥନା କରୁଅଛୁ, ତଦ୍ରୂପ ସେମାନଙ୍କର ପାଇଁ ମଧ୍ୟ ସବୁବେଳେ ପ୍ରାର୍ଥନା କଲେ ପରମେଶ୍ୱର ଆମମାନଙ୍କୁ ଆଶୀର୍ବାଦ କରିବେ ବୋଲି ସେ କହୁଛନ୍ତି। ଯେଉଁମାନେ ତୁମକୁ ଆଶୀର୍ବାଦ କରିବେ, ଆମେ ସେମାନଙ୍କୁ ଆଶୀର୍ବାଦ କରିବା। ଯେଉଁମାନେ ତୁମକୁ ଅଭିଶାପ ଦେବେ, ଆମେ ସେମାନଙ୍କୁ ଅଭିଶାପ ଦେବା। ସେ ବାକ୍ୟର ଗୁରୁତ୍ୱ ଆମମାନଙ୍କର ହୃଦୟରେ ସବୁବେଳେ ଗୁଞ୍ଜନ ହେଉଥାଉ। ପ୍ରଭୁ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ। ଆମେନ୍, ଆମେନ୍, ଆମେନ୍। ଆସୁ ଶୁଣିଥିବା ବାକ୍ୟ ନିମନ୍ତେ ବକ୍ତାଙ୍କ ପାଇଁ ଏବଂ ଆମ ସମସ୍ତଙ୍କ ପାଇଁ ପ୍ରାର୍ଥନା କରିବା। ଆମମାନଙ୍କ ମଧ୍ୟରେ ବ୍ରଦର ଅମର ସ୍ୱାଇଁ ଅଛନ୍ତି, ସେ ଆମମାନଙ୍କୁ ପ୍ରାର୍ଥନାରେ କଢ଼ାଇ ନେବେ।